ओम नमो भगवते वासुदेवाय। एकादश अध्याय। मनु देखिण যক্ষনাশ ধ্রুবকু তত্ত্ব উপদেশ দেই তহিরু নিবারিলে এমন্ত একাদশে बोले। मैत्रेय उवाच। एमंत मुनि वाक्य शुणी ध्रुव आनंद मने गुणी सुजले करी आचमन अस्त्र सुमरी नारायण सन्धान धनु हुले कला ता देखी माया भस्म हेला गुह्यक होइले अदृश्य दिशिला धरणी आकाश ज्ञान उदये क्लेश जेन्हे देवे देखन्ति रही शून्ये ध्रुव आमंची धनुर्गुण जोचे सुवर्ण पुंख बाण बाणर पक्ष कलहंस देखी कंपिले दश दिश से बाण रिपु बले पशी अनल प्राय तेज दिशि मयूर जेन्हे नाद करी आनंदे बनस्ते बिहरी एमंत तीक्ष्म बाण भेदी गुह्यक माया पूर्ण छेदी कुपित होई अनायते धाइले शस्त्र घेनी हस्ते जेसने सर्प फणा धरी गरुड़े धाए कोप भरी ताहांकु देखी रण देशे नाराच पूर्ण धरी रोषे बिंधई गुह्यक शरीरे भेदिला बाहु उरुशिरे तक्षणे गले छिन्न भिन्ने संग्रामे समन भुवने गुह्यक बल नाश देखी मनुजे भुवन उपेक्षी उत्तम चित्र रथे बसी मिलिले रण मध्ये आसी संगे अनेक मुनि जने ध्रुवकु देखी तोष मने गुह्यक गणे दया बही बोलंती ध्रुव मुख चाहि मनुवाच शुणतु मोर उपदेश भोवत्स छाड़ मनुरोष एरोष घोर तम द्वार एनो हे उत्तम व्यवहार जे रोष बसे ज्ञान हारी निर्दोष पुण्य जन मारी ए आंभ कूल धर्म नोहे साधुंक मध्ये दोष बहे एकई जन अपराधे अनेक मारु किंपा युद्धे तु भ्रातृबद्धे क्रोध बही साधुंक मार्ग एनु हई विष्णुर भाव जार देहे प्राणी की हृदय दया बहे हिंसा न बहे तार चित्त ए हरि भृत्यंकर मतम समत्वे सर्वभूते देखे ताहाकु नारायण रखे हरि प्रसन्न प्राणी देहे हिंस्रक प्रकृति न रहे न लागे त्रिगुण बंधन अंते लभई निरंजन तु हरि भक्त शिरोमणि सर्वसम्मते परिमाणी साधुजनक व्रत करी केपारे अधर्म आचरी जे प्राणी आत्मभावे सुखी हरिंकी सर्वभूते देखी विष्णुर भक्ति हृदय धरी दयाति तीक्षा जीवे करी मैत्र भावे जार मन ताहाकु रखे भगवान हरि प्रसन्ने प्राणींकर प्रकृति बंध होए दूर जीव बंधनु मुक्त होई निर्वाण पदे पसे जाई ए पंच भूते देह बही स्त्री पुरुष रूप होई
ଏବେନି ସଙ୍ଗମର କାଳେ ରଜର ସଙ୍ଗେ ବୀର୍ଯ୍ୟ ମିଳେ। ସ୍ତ୍ରୀ ପୁରୁଷ ଦେହ ବହି ଇହ ସଂସାରେ ଜନମୟୀ। ଏମନ୍ତେ ସୃଷ୍ଟି ସ୍ଥିତି ନାଶ ବିଷ୍ଣୁର ମାୟା ପରକାଶ। ତହିଁ ନିମିତ୍ତ ମାତ୍ର ହୋଇ ପରମ ଜୀବକୁ ଭିଆଇ। ମାୟାରେ ଭ୍ରମା ଏ ଜଗତ ଲୌହକୁ ଯେହ୍ନେ ଅୟସ୍କାନ୍ତ। ସେ ହରି କାଳ ଶକ୍ତି ରୂପୀ ନିଜ ମାୟାରେ ବିଶ୍ୱବ୍ୟାପୀ। ସର୍ବକରଇ ସର୍ବହରେ ଅକର୍ତ୍ତା ରୂପେ ସେ ବିହରେ। ପ୍ରବାହେ ଯେହ୍ନେ ବୃକ୍ଷ ରାଶି ଜଳର ବଳେ ଯାନ୍ତି ଭାସି। ଏମନ୍ତ କାଳ ଚେଷ୍ଟା ବଳେ ପ୍ରାଣୀ ଭାସନ୍ତି ଅବହେଳେ। ସେ କାଳ ଅନାଦି ଅନନ୍ତ ଅବ୍ୟୟ କରେ ଆଦି ଅନ୍ତ। ଜନ୍ମେ ଜନକୁ ଜନମାଇ ମରଣେ ତାହାଙ୍କୁ ମରାଇ। ସପକ୍ଷ ବିପକ୍ଷ ଏ ଦୁଇ ତାର ସ୍ୱଭାବେ ନ ଘଟଇ। ପ୍ରଜାଏ ତାହାର ଆୟତ୍ତେ ସମେ ବସନ୍ତି ଏ ଜଗତେ। ଧୂଳି ଯେ ସନେ ବାୟୁ ବଳେ ଉଡ଼ି ପଶନ୍ତି ଅନ୍ତରାଳେ। କର୍ମ ଅଧୀନ ପ୍ରାଣୀମାନେ ତାପଛେ ଧାମନ୍ତି te ସନେ। ଜନ୍ତୁ ଆୟୁଷ ହାନି ଲାଭ ଏ ଦୁଇ ତାହାର ସ୍ୱଭାବ। କେହୁ ବୋଲନ୍ତି ଏ ଜଗତ ଅଟଇ କର୍ମର ଆୟତ। କେବଲେ ସ୍ୱଭାବ ଏହାର କେବଲେ କାଳର ସଞ୍ଚାର। ଅପରେ ଦଇବ କେ କହେ କାମ ରୂପ ହୋଇ। ଅବିଦ୍ୟା କାମ ସଙ୍ଗେ ଜଡ଼ି ଘୋର ଅନ୍ଧାରେ ପ୍ରାଣୀ ପଡ଼ି। ଭ୍ରମନ୍ତି କାଳ ବାୟୁ ବଳେ କଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ। ଅବ୍ୟକ୍ତ ଅପ୍ରମେୟ ସୀମା କେ ଜାଣି ପାରେ ତା ମହିମା। ଏଣୁ ତୋ ଭ୍ରାତାର ମରଣ ଗୁହ୍ୟ କେ ନୁହନ୍ତି କାରଣ। ଦଇବ ବଳ ସେ ପ୍ରମାଣ ଏକଥା ନିଶ୍ଚୟ ତୁ ଜାଣ। ସ୍ୱମାୟା ଶକ୍ତି ଯୁକ୍ତେ ସେହି ସଜଇ ପାଳଇ ହରଇ। ଏଣୁ ସକଳ ଭୂତଙ୍କର ଭୂତ ଭାବନ ଚକ୍ରଧର। ଏଣୁ ସେ କାଳ ମଧ୍ୟେ ଥାଇ ଦେବେ ପୂଜନ୍ତି ବଳି ଦେଇ। ନାସାଭେଦିତ ଗାବ ଯେହ୍ନେ ଭ୍ରମନ୍ତି ଦାମିନୀ ବନ୍ଧନେ। ହେ ବତ୍ସ ତାହାକୁ ଶରଣ ପଶ ତୁ ହୋଇ ଏକ ମନ। ଜନନୀ ସପତ୍ନୀ ବଚନେ ମର୍ମ ଭେଦିଲା ତୋର ମନେ। ବନେ ପଶିଲୁ ତପ ଆସେ ସ୍ୱଭାବେ ତୁ ପଞ୍ଚବରସେ। ବିଷ୍ଣୁ ଆରାଧି ତପ ବଳେ ବସିବୁ ଗଗନ ମଣ୍ଡଳେ। ତ୍ରୈଲୋକ୍ୟ ଊର୍ଦ୍ଧ୍ୱ ପଦ ଗତେ ବସିବୁ କଳ୍ପ ପରିଜନ୍ତେ। ଏ ମାୟାମୟ ମୋହ ପାଶ ଛେଦିଲୁ ଭବ ବନ୍ଧ ତ୍ରାସ। ଏ ବର ଜାତହୁଁ ଲଭିଲୁ ପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଦେଖିଲୁ। ଚିତ୍ତେ ତାହାଙ୍କୁ ଏବେ ଭଜ ଏ ଘୋର ତମ ବେଗେ ତେଜ। ଯାହାକୁ ଦେଖି ପ୍ରାଣୀ ଡରେ ସେ ପ୍ରାଣୀ ଜୀବ ଥାଉଁ ମରେ। ଈଶ୍ୱର ମିତ୍ର ଏ କୁବେର ଏହାକୁ ଅବଜ୍ଞାତ ହର। ମାରି କୁବେର ଅନୁଚର କଲୁ ତୁ ଅନ୍ୟାୟ ଆଚାର। ଏବେ ଏହାରେ ପ୍ରୀତି କର ସର୍ବକୁଶଳ ହେବ ତୋର। ମୈତ୍ରେୟ ଉବାଚ ଏମନ୍ତ ସ୍ୱୟଂଭୁବ ମନୁ ପ୍ରବୋଧ କଲେ ପୌତ୍ର ମନ୍ୟୁ।
ଧ୍ରୁବକୁ ଆଲିଙ୍ଗନ କଲେ ମୁନିଙ୍କ ସଙ୍ଗେ ପୁରେ ଗଲେ। ସେ ମନୁ ଚରଣାର ବିନ୍ଦେ ସୁଜନେ ନମ ହେ ଆନନ୍ଦେ। ଚତୁର୍ଥ ସ୍କନ୍ଧେ ଭାଗବତ ହରି ମହିମା ସୁଚରିତ। ସୁଜନ ଜନ ଏଣେ ରସ କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବଚରିतं ନାମ ଏକାଦଶୋऽଧ୍ୟାୟः। ଶ୍ରୀକୃଷ୍ଣं ସମର୍ପଣମस्तୁ। ଓಂ ନମୋ ଭଗବତେ ବାସୁଦେବାୟ।